ହ୍ୟାଲୋ ଗାଇସ୍ ମୁଁ ଚାଲ। ସୋ ହ୍ୟାଲୋ ଗାଇସ୍ ମୁଁ ଆପଣଙ୍କ ସୌମ୍ୟ। ତ ମୁଁ ଆଜି ଦେଖିଲି କ୍ୟାପକଟ୍ ହିନ୍ଦୀ ଭଏସ୍ଟା ଦେଇ ହେଉନି ଏମିତି ହିନ୍ଦୀ ଭଏସ୍ କହିସାରିଲିଣି ମାନେ ହିନ୍ଦୀ ଟେଷ୍ଟଟା ସେ ତ ଆଜି ମୁଁ ପକେଇବି ତ ଦେଖିପାରୁଥିବେ ମୁଁ କ୍ରୋମ୍ ଓପନ୍ କରିସାରିଲିଣି କ୍ରୋମ୍ରେ ସେ ଲେଖିକିନା ଏଇଟା କପି କରିବି। କପି କରିସାରିଲା ପରେ ଯିବା ଆମେ ପିକ୍ସାର୍ଟ ପିକ୍ସାର୍ଟରେ ସେଟା ଆମେ ପକେଇକିନା ଏଡ଼ିଟ୍ କରିକି ଡାଉନଲୋଡ଼୍ କରିବା ଯାଆନ୍ତୁ ଆମେ ବ୍ୟାକଗ୍ରାଉଣ୍ଡଟା ମାରିକି ଗ୍ରୀନ୍ ଗୋଟେ ଏମିତି ବ୍ୟାକଗ୍ରାଉଣ୍ଡ ଚୁଜ୍ କରିକି ସେଇଟା ଆମେ ପେଷ୍ଟ କରିଦେବା ସେଇଠି ଯେଉଁଟା ଲେଖିଛି ମୁଁ ତ ଏଇଟା ମୁଁ ଟିକେ ଆଡ଼ଜଷ୍ଟ କରିବି ଆଡ଼ଜଷ୍ଟ କରିସାରିଲା ପରେ ଯେମିତି କିଛି ଏମିତି ଦେଖାଯାଉଛି ତ ଏଇଟାକୁ ଆମେ ଡାଉନଲୋଡ଼୍ କରିବା। ତ ଡାଉନଲୋଡ଼୍ ହେବାକୁ ଦିଅ ତାକୁ ଡାଉନଲୋଡ଼୍ ହେଇସାରିଲା ପରେ ଏବେ ଆମେ ଟିକେ ଯିବା କ୍ୟାପକଟକୁ ତ ଯିବା ଏବେ ମୁଁ ଟିକେ ଗୋଟେ ଅଲଗା ଟାଇପ୍ ହେଇଗଲା ସରି ଏବେ ଆମେ ଯିବା ଜଲ୍ଦି କ୍ୟାପକଟକୁ ମୁଁ ଦେଖେଇ ଦେଉଛି ଇମେଜ୍ ଅଛି ଏମିତି ଆସିବ ଡାଉନଲୋଡ଼୍ ହେଇସାରିଲା ପରେ ପୁରା ବଢ଼ିଆ ଅଛି ଏବେ ଆମେ ଯିବା କ୍ୟାପକଟକୁ ସିଧା ଯିବା। କ୍ୟାପକଟ୍ ଯାଇ ମୁଁ ଗୋଟେ ଭିଡ଼ିଓଟା ଏଡ଼ିଟ୍ କରିଥିଲି ସେଇଥିରେ ଏଇଟା ମୋ ପକେଇବାର ଥିଲା ତ ଏଇଟା ମୁଁ ଦେଖାଉଛି କେମିତି ପ୍ରୋସେସଟା ପୁରା ଦେଖିପାରୁଥିବେ ମୋର ଏଇଠୁ ପକେଇବାର ଅଛି ଆପଣ ଯେଉଁଠୁ ପକାଇ ପାରିବେ ମୋର ଏଇଠୁ ପକେଇବାର ଅଛି ତ ମୁଁ ଏବେ ଫଟୋରେ ଏଇଟା ଆଣିକିନା ପେଷ୍ଟ କରିବି ମୋ ହିସାବରେ ଆଡ଼ଜଷ୍ଟ କରିଦେଲି ଏଇଟାକୁ ତ ଏବେ ଆମେ ବ୍ୟାକଗ୍ରାଉଣ୍ଡରେ ମୁଁ ଯାଇକି ସେଇଠି କ୍ରୋମ୍ କି ସେଇଟା ଉପରକୁ କରିଦେବା ସେ ସାଇଡ଼୍ କରିଦେଲେ କ୍ଲିନ୍ ବେସ୍ଟା 100 କରିଦେବ ପୁରା ଦେଖିପାରୁଥିବେ ବଢ଼ିଆ ଦେଖାଉଛି ଏବେ ଲେଖିଲା ଭଳିଆ ନିଜେ ତ ଦେଖିପାରୁଥିବେ ମୁଁ ଭିଡ଼ିଓ ଷ୍ଟାର୍ଟ କରିଦେଉଛି ଏଣ୍ଟ୍ରି କରିସାରି ଦେଖନ୍ତୁ ଭିଡ଼ିଓଟା କେମିତି ହେଇଛି। ତ ଆପଣଙ୍କୁ ଯଦି ଏଇ ଭିଡ଼ିଓଟା ଭଲ ଲାଗିଛି ତ ଲାଇକ୍ ସେୟାର କମେଣ୍ଟ କରିଦେବେ ଆଉ ଆପଣମାନେ ଏମିତି ଏଡ଼ିଟ୍ କରିକି କିଛି ପକାଇ ପାରିବେ। ଧନ୍ୟବାଦ।